ତାକୁ ଗାଳିଗୁଲଜ କରିବା ଦ୍ୱାରା ତାକୁ ଥ୍ରେଟନିଂ ଦେବା ଦ୍ୱାରା ସେ ଲାଗି ପଡ଼ି ତାଙ୍କ ଦକ୍ଷତା ପରିଚୟ ଦେଇଛନ୍ତି। ପାତ୍ରକୁ ମୁଁ ଅଭିନନ୍ଦନ ଜଣାଉଛି। ଆଜି 30 ଟ୍ରକ୍ ଆଳୁ କୁବେରପୁରୀ ଭୁବନେଶ୍ୱରରେ ପହଞ୍ଚି, କିନ୍ତୁ ମନ୍ତ୍ରୀ ମହୋଦୟ ଚାଷୀମାନେ ଆନ୍ଦୋଳନ କଲେ ବୋଲି, ବ୍ୟବସାୟୀମାନେ ଆନ୍ଦୋଳନ କଲେ ବୋଲି ଗଳିଆ ରାସ୍ତାରେ ଆଳୁ ଆସିଥିଲା ଆମର ୱେଷ୍ଟବେଙ୍ଗଲରୁ, ମେନ୍ ରୋଡ଼ରେ ନ ଆସି ମମତା ବନ୍ଦ କରିଥିଲା। ଏବଂ ଆମେ ଆପଣଙ୍କୁ ଅପମାନିତ କଲୁ, ଗାଳି ବନ୍ଦ କଲୁ। କାହିଁ କଲୁ? ଗରିବ ଜନସାଧାରଣ ଆଳୁ ଶସ୍ତା ରେଟ୍ରେ ପାଇବେ 30 ଟଙ୍କାରେ। ଯାହା ହଉ ତୁମ ଦକ୍ଷତାର ପରିଚୟ ମୁଁ ପ୍ରକୃତରେ ପାଇଲି। 30 ଟ୍ରକ୍ ଆଳୁ ଆଜି ୱେଷ୍ଟବେଙ୍ଗଲରୁ ଆସି କୁବେରପୁରୀ ଭୁବନେଶ୍ୱରରେ ପହଞ୍ଚି, କିନ୍ତୁ ପହଞ୍ଚିଲେ ହେବନି। 10 ଟଙ୍କା କମିଛି, 50 ଟଙ୍କା ଥିଲା ପରଦିନ, କାଲି 40 ଟଙ୍କା ହେଇଛି, ଆଜି 40। 30ରେ ପହଞ୍ଚାଅ। 30 ଟଙ୍କାରେ ଗରିବ ଲୋକକୁ ଆଳୁ ଦିଅ, ମୁଁ ଧନ୍ୟବାଦ ଦେବି। ସେ ବେକାର କହୁଛି ୱେଷ୍ଟବେଙ୍ଗଲରୁ କାହିଁକି ତେଲ ମାରିକି ଆଣିକି 30 ଟଙ୍କା ଆଜି ପହଞ୍ଚେଇଛନ୍ତି। ଥୁଆ ହେଇଛି ଏଇନା, ଚାଲ ମୋ ସାଥିରେ ମୁଁ ଦେଖେଇଦେବି। କୁବେରପୁରରେ ୱେଷ୍ଟବେଙ୍ଗଲ ଆଳୁ 30 ଟ୍ରିପ୍ ଥୁଆ ହେଇଛି। ତେଣୁ ମନ୍ତ୍ରୀକି ଧନ୍ୟବାଦ। ଆଳୁ ଆସିଗଲା, କିନ୍ତୁ ରେଟ୍ଟା ଯେମିତି ଗରିବ ଲୋକ 30 ଟଙ୍କାରେ ପାଇବେ ଏବଂ ପିଆଜ 70 ଟଙ୍କା ଆଜି କେମିତି 50 ଟଙ୍କାରେ ପାଇବେ ବ୍ୟବସ୍ଥା କରିବା ପାଇଁ ଆପଣମାନଙ୍କ ଜରିଆରେ ମୁଁ ଅନୁରୋଧ କରୁଛି। ମୁଁ କହିପାରିବିନି, ସେ ତ ଭାଇ ଭଉଣୀ ତାଙ୍କର ଘନିଷ୍ଠ ସମ୍ପର୍କ, ମମତାର ନବୀନର ଭାଇ ଭଉଣୀ ସମ୍ପର୍କ ମୁଁ ଭଲ ଭାବେ ଜାଣିଛି। ଆଉ ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାଦ। କାଲି ଚମତ୍କାର କରିଛନ୍ତି ବେଳାଭୂମିରେ ନୌସେନା ଦିବସ। ନୌସେନାର ଯେଉଁ କୌଶଳ, ଜାହାଜ, ଯନ୍ତ୍ରପାତି, ଗୁଳି ବାରୁଦ କାଲି ପ୍ରଦର୍ଶନ କରି ସାରା ବିଶ୍ୱରେ ନାଁ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଧନ୍ୟବାଦ ଆମ ଓଡ଼ିଆ ଝିଅ, ଆମ ଭଉଣୀ କେତେ ସୁନ୍ଦର ଭାବେ ବିଶ୍ୱବାସୀ କାଲି ଦେଖିଛନ୍ତି। ଆମେ ସବୁ କାଲି ଟିଭିରେ ଦେଖିଲୁ, ଆମକୁ ଡକରା ନଥିଲା। ଆମେ ଆଉ ସେ ସାରଣ ମେଲାକୁ ଗଲୁନି। କେବଳ ଆମେ ଦେଖିଲୁ ଆମ ବାଚସ୍ପତି, ଆମ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ, MLA ମାନଙ୍କୁ ନେଲେ, ନାଚ ଗୀତ କଲେ, ଖାଇଲେ ପିଇଲେ, ଦେଖିଲେ, କୋଣାର୍କ ଫେଷ୍ଟିଭାଲ ଦେଖିଲେ। ଆମେ ଜଳକା କେବଳ ଟିଭି ଦେଖି ଆତ୍ମସନ୍ତୋଷ କଲୁ ଏବଂ ଗର୍ବ କରୁଛୁ ଆମ ନୌସେନା ବାହିନୀର କର୍ମଚାରୀମାନଙ୍କୁ। ତମର ଯେଉଁ ଅକ୍ଳାନ୍ତ ପରିଶ୍ରମ, ଯେଉଁ କାଇଦା, ଯେଉଁ ଯୁଦ୍ଧର ଶୈଳୀ ଅତି ଉଚ୍ଚକୋଟୀର ବିଶ୍ୱରେ ଖୁବ୍ ବଢ଼ିଆ ହେଇଛି। ତାକୁ ଗାଳିଗୁଲଜ କରିବା ଦ୍ୱାରା, ତାକୁ ଥ୍ରେଟନିଂ ଦେବା ଦ୍ୱାରା ସେ ଲାଗି ପଡ଼ି ତାଙ୍କ ଦକ୍ଷତା ପରିଚୟ ଦେଇଛନ୍ତି। ପାତ୍ରକୁ ମୁଁ ଅଭିନନ୍ଦନ ଜଣାଉଛି। ଆଜି 30 ଟ୍ରକ୍ ଆଳୁ କୁବେରପୁରୀ ଭୁବନେଶ୍ୱରରେ ପହଞ୍ଚି, କିନ୍ତୁ ମନ୍ତ୍ରୀ ମହୋଦୟ ଚାଷୀମାନେ ଆନ୍ଦୋଳନ କଲେ ବୋଲି, ବ୍ୟବସାୟୀମାନେ ଆନ୍ଦୋଳନ କଲେ ବୋଲି ଗଳିଆ ରାସ୍ତାରେ ଆଳୁ ଆସିଥିଲା ଆମର ୱେଷ୍ଟବେଙ୍ଗଲରୁ, ମେନ୍ ରୋଡ଼ରେ ନ ଆସି ମମତା ବନ୍ଦ କରିଥିଲା। ଏବଂ ଆମେ ଆପଣଙ୍କୁ ଅପମାନିତ କଲୁ, ଗାଳି ବନ୍ଦ କଲୁ। କାହିଁ କଲୁ? ଗରିବ ଜନସାଧାରଣ ଆଳୁ ଶସ୍ତା ରେଟ୍ରେ ପାଇବେ 30 ଟଙ୍କାରେ। ଯାହା ହଉ ତୁମ ଦକ୍ଷତାର ପରିଚୟ ମୁଁ ପ୍ରକୃତରେ ପାଇଲି। 30 ଟ୍ରକ୍ ଆଳୁ ଆଜି ୱେଷ୍ଟବେଙ୍ଗଲରୁ ଆସି କୁବେରପୁରୀ ଭୁବନେଶ୍ୱରରେ ପହଞ୍ଚି, କିନ୍ତୁ ପହଞ୍ଚିଲେ ହେବନି। 10 ଟଙ୍କା କମିଛି, 50 ଟଙ୍କା ଥିଲା ପରଦିନ, କାଲି 40 ଟଙ୍କା ହେଇଛି, ଆଜି 40। 30ରେ ପହଞ୍ଚାଅ। 30 ଟଙ୍କାରେ ଗରିବ ଲୋକକୁ ଆଳୁ ଦିଅ, ମୁଁ ଧନ୍ୟବାଦ ଦେବି। ସେ ବେକାର କହୁଛି ୱେଷ୍ଟବେଙ୍ଗଲରୁ କାହିଁକି ତେଲ ମାରିକି ଆଣିକି 30 ଟଙ୍କା ଆଜି ପହଞ୍ଚେଇଛନ୍ତି। ଥୁଆ ହେଇଛି ଏଇନା, ଚାଲ ମୋ ସାଥିରେ ମୁଁ ଦେଖେଇଦେବି। କୁବେରପୁରରେ ୱେଷ୍ଟବେଙ୍ଗଲ ଆଳୁ 30 ଟ୍ରିପ୍ ଥୁଆ ହେଇଛି। ତେଣୁ ମନ୍ତ୍ରୀକି ଧନ୍ୟବାଦ। ଆଳୁ ଆସିଗଲା, କିନ୍ତୁ ରେଟ୍ଟା ଯେମିତି ଗରିବ ଲୋକ 30 ଟଙ୍କାରେ ପାଇବେ ଏବଂ ପିଆଜ 70 ଟଙ୍କା ଆଜି କେମିତି 50 ଟଙ୍କାରେ ପାଇବେ ବ୍ୟବସ୍ଥା କରିବା ପାଇଁ ଆପଣମାନଙ୍କ ଜରିଆରେ ମୁଁ ଅନୁରୋଧ କରୁଛି। ମୁଁ କହିପାରିବିନି, ସେ ତ ଭାଇ ଭଉଣୀ ତାଙ୍କର ଘନିଷ୍ଠ ସମ୍ପର୍କ, ମମତାର ନବୀନର ଭାଇ ଭଉଣୀ ସମ୍ପର୍କ ମୁଁ ଭଲ ଭାବେ ଜାଣିଛି। ଆଉ ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାଦ। କାଲି ଚମତ୍କାର କରିଛନ୍ତି ବେଳାଭୂମିରେ ନୌସେନା ଦିବସ। ନୌସେନାର ଯେଉଁ କୌଶଳ, ଜାହାଜ, ଯନ୍ତ୍ରପାତି, ଗୁଳି ବାରୁଦ କାଲି ପ୍ରଦର୍ଶନ କରି ସାରା ବିଶ୍ୱରେ ନାଁ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଧନ୍ୟବାଦ ଆମ ଓଡ଼ିଆ ଝିଅ, ଆମ ଭଉଣୀ
କେଡ଼େ ସୁନ୍ଦର ଭାବେ ବିଶ୍ୱବାସୀ କାଲି ଦେଖିଛନ୍ତି। ଆମେ ସବୁ କାଲି ଟିଭିରେ ଦେଖିଲୁ, ଆମକୁ ଡକରା ନଥିଲା, ଆମେ ଆଉ ସେ ସାରଣ ମେଲାକୁ ଗଲୁନି। କେବଳ ଆମେ ଦେଖିଲୁ ଆମ ବାଚସ୍ପତି, ଆମ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ, MLA ମାନଙ୍କୁ ନେଲେ, ନାଚ ଗୀତ କଲେ, ଖାଇଲେ ପିଇଲେ, ଦେଖିଲେ, କୋଣାର୍କ ଫେଷ୍ଟିଭାଲ ଦେଖିଲେ। ଆମେ ଜଳକା କେବଳ ଟିଭି ଦେଖି ଆତ୍ମସନ୍ତୋଷ କଲୁ ଏବଂ ଗର୍ବ କରୁଛୁ ଆମ ନୌସେନା ବାହିନୀର କର୍ମଚାରୀମାନଙ୍କୁ। ତମର ଯେଉଁ ଅକ୍ଳାନ୍ତ ପରିଶ୍ରମ, ଯେଉଁ କାଇଦା, ଯେଉଁ ଯୁଦ୍ଧର ଶୈଳୀ ଅତି ଉଚ୍ଚ କୋଟିର ବିଶ୍ୱରେ ଖୁବ୍ ବଢ଼ିଆ ହେଇଛି।